ଇଏ ଆମର ସେ ବଡ଼ ହଲ୍ଟା ଥିଲା ବଡ଼ ହଳ ସେ ବୋଧେ ତାକୁ ମାଘ ସପ୍ତମୀରେ ଗୋଟେ ଲୋକକୁ ତାକୁ ଦିଆହେଇଯିବ। ଯେଉଁ ସାଧୁ ସନ୍ତମାନେ ଆସିବେ ସେ ଯାହା ଖାଇବେ ତାଙ୍କୁ ତାଙ୍କ ପଇସା ନେବ। ଆଉ ଲାଷ୍ଟକୁ ଯଦି ଅଧିକା ସେମାନେ ଖାଇଥିବେ ଆମେ ତାଙ୍କୁ ଦେବୁ, ନହେଲେ ଭଡ଼ାଟା ଯଦି କମ୍ ଥିବ ତାଙ୍କୁ ଦେବୁ। ସେ ଦିନେ ଦୁଇ ଦିନ ପାଇଁ 2-3 ଦିନ ପାଇଁ ଭଡ଼ା ନେବ। ସେତେବେଳେ ଏଇପଟେ ସବୁ ଲୋକ ଯାଉଥିଲେ ସବୁ ମନ୍ଦିର ଭିତରେ। ସେ ଜଳଖିଆ ଦୋକାନ କରିବ ଆଉ ସେ ହୋଟେଲ କରିବ, ସାଧା ଅନ୍ନ ଏସବୁ କରୁଥିଲେ। ମାଘ ସପ୍ତମୀ ଦିନ ଅଷ୍ଟମୀ ଦିନ ଠିକ୍ ବଡ଼ି ତାମାନେ ସୂର୍ଯ୍ୟ ଉଦୟ ବେଳକୁ 95 ବର୍ଷର ଗୋଟେ ବୃଦ୍ଧା ଜଣେ ବାଡ଼ି ଖଣ୍ଡେ ଟୁକ୍ ଧରିକିରି ଆସିକି ପହଞ୍ଚିଲେ। ମୁଁ ସେଇ ତାଙ୍କ ହୋଟେଲ ପାଖରେ ବସିଥାଏ। ମୋର ଗୋଟେ ପଥର ମୂର୍ତ୍ତି ଦୋକାନ ଥିଲା ସେପଟଟା ନବଗ୍ରହର ସେପଟେ। ହଁ ସେପଟଟା ଥିଲା। ସେପଟଟା ଦୋକାନ ଥାଏ। ମୁଁ ଏ ହୋଟେଲ ପାଖରେ ବସେ, ଯାହା ଲୋକ କିଣାକିଣି କରନ୍ତି ସବୁ। ଆଉ ଗୋଟେ ପିଲାଟେ ଥାଏ ତାକୁ ବିଶେଷ ଭାବରେ ସେ ବୁଢ଼ୀ ଆସିକି ମୋତେ କହୁଛି, ମୋ ଦିହ ହାତ ଥରି ଯାଉଛି ଥଣ୍ଡାରେ, ମୋତେ ଟିକେ ଚାହା ଟିକେ ଦେଲୁ ଖାଇବି। ମୁଁ ସେ ଚାହା ଦୋକାନୀ ସେ କହିଲାରେ ବଲକରେ ଗୋଟେ ଚାହା ଦେଲୁ ମାଉସୀ, ଯେ ଥରି ହେଲାଣି ଶୀତରେ ଗାଧେଇକି ଆଇଛି, ବୋଧେ ଚନ୍ଦ୍ରଭାଗା ତୀର୍ଥରେ ଗାଧେଇକି ଆଇଛି, ଆଉ ସେ ତାକୁ ଦିଅ ଟିକେ ଚାହା ଟିକେ ଖାଉ। ସେ ଖାଇଲା। ଖାଇକିରି ମୋତେ କହୁଛି ଯେ ମୁଁ ଗୋଟେ ପିଲାଟେ ଜନ୍ମ ଦେଇକି ଆଇଛି, ମୋ ଦିହ ହାତ ଶୁଖିନି, ମୋତେ ଟିକେ ମାଂସ ଦେ ମୁଁ ଖାଇବି। କି ମାଛ? କୁକୁଡ଼ା ନା ଛେଳି? ତୁ ତ ମାଂସ ଦେ ଖାଇବି ଆଉ। ମାଂସ ତ ପାଇଲା ଆଉ। ମାଂସ ମାଗିଲା। ମୁଁ କହିଲି ବୁଢ଼ୀ ଲୋକ ହେଲାଣି, କ'ଣ ମୁଣ୍ଡ ମାଛା ଦେଶରେ କ'ଣ ଗୋଟେ କହୁଛି। ଆଉ ପୁଅଟେ ଜନ୍ମ କଲି ଯେ ସେ ଯାଇକି ଜନ୍ମ ହଉ ଯାଇକି ଇଆଡ଼େ ସିଆଡ଼େ ପାହାଡ଼ ପର୍ବତ ଗଛ ପତ୍ର ଡେଉଁଛି, ଆଉ ସ୍ୱାମୀ ସେ ନଙ୍ଗଳା ମଙ୍ଗଳା ହେଇକି ଚାରିଆଡ଼େ ବୁଲୁଛି। ଆଉ ମୋତେ ପଚାରୁନାହାନ୍ତି କିଛି। ତୁ ଟିକେ ମୋତେ ଟିକେ ଦେ ମୁଁ ଖାଇବି। ସେଠି ଗୋଟେ ପିଲାଟେ ଥିଲା, ମୁଁ ତାକୁ କହିଲି ଯାହା ଅମୁକ ହୋଟେଲକୁ ଯିବୁ, ମାଂସ ପ୍ଲେଟ୍ଟା ଆଣିକିରି ଆଉ ଧରିକି ଆସିବୁ। ଆଉ ସେଠି କ'ଣ ବୁଢ଼ୀଟାକୁ ମୁଁ ପଠେଇବି ଇଏ କରିବି। ସେଇଠୁ ଗଲା, ସେ ଆଣିଥିଲା ମାଂସ ପ୍ଲେଟ୍ଟା ଆଣିଲା, ବୁଢ଼ୀ ଖାଇବାକୁ। ଖାଇସାରିଲା ପରେ ଯେ ତୁ ଭୁଲାମନ ତୋର, କାଲି ରାତିରେ ତୋତେ କହିକିରି ଆସିଲି ତୁ ଥବୁ ବୋଲି, ମୁଁ ଯାଉଛି, ତୁ ମୋତେ ଚିହ୍ନି ପାରୁନୁ। ମୋର ସେଠି ମନେ ପଡ଼ିଗଲା ସ୍ୱପ୍ନ କଥା। ରାତି ଯାଇଛି, ରାତିରେ ସ୍ୱପ୍ନ କରୁଛି, ସକାଳୁ ହେଇଛି ଆଉ କ'ଣ ବୁଝିବେ। ମୁଁ ସେଠି ମୋ ମା ମୋର ବହୁତ ଭୁଲ ହେଇଗଲା, ମୁଁ ଜାଣିପାରିଲିନି ଏ ସଂସାର ଭିତରେ ରହିକିରି ମୁଁ ସେ ବୁଝିପାରିଲିନି। ଆଉ ସେ କହିଲା ପରେ କହିଲା, ଆଉ କିଛି କହିଲା, ସେ ଗୁପ୍ତ କଥା କିଛି କହିଲା। ଲାଷ୍ଟକୁ କହିଲା ତୋତେ ଆର ଗୋଟେ ଜଣେ ବାହାର ଦେଶର ସ୍ତ୍ରୀ ଲୋକ ଜଣେ ଆସିବେ ଦେଖା କରିବାକୁ, ଆଉ ତୁ ମୋ ପାଇଁ ଗୋଟେ, ଆଉ ତା ଗୁପ୍ତ କଥା ତା ଭିତରେ କିଛି ରହିଲା। ମୁଁ ତାକୁ ପ୍ରଣାମ କଲି, କହିଲା ଯେ ଗୋଟେ ପାନ ଆଣି ମୁଁ ଖାଇବି। ଆଚ୍ଛା, ମୁଁ ସେଠୁ ପାନ ପାଇଁକି ଗଲି ହାରି। 10 ହାତ ଦୂରରେ ଗୋଟେ ପାନ ଦୋକାନ ବସିଥିଲା, ତାଠାରୁ ଆଣିଲା ବେଳକୁ ସେ ଆଉ ନାହିଁ। ଏଇ ଯେଉଁ ଥିଲା ସେ ଥିଲା ପୂର୍ଣ୍ଣମାସୀ। ମୋତେ ସ୍ୱପ୍ନ କରିଦେଲା ମୁଁ ପୂର୍ଣ୍ଣମାସୀ ଯାଉଛି। ଆଉ ମୁଁ କହିଲି ସେ ଯେଉଁ କାହିଁକି ମାଳିକାରେ ପୂର୍ଣ୍ଣମାସୀ ଯେଉଁ ଇଏକୁ ମାଗିଥିଲେ, କୃଷ୍ଣକୁ ମାଗିଥିଲେ ସେ କିଏ ତ ନାହିଁ।
ଆଉ ଗୋଟେ चौतीस वर्ष परे कोणार्क बाबा सहित आज देखा प्रभु एगारेश्वर महादेव प्रभु अकर्म कर्मदायक सदाशिव पश्चिमा शंभु आशीर्वाद मोर दुई जन सान भाई तो बादल हो आउ ये मोर भाई सखा बंधु कुटुंब सब ब्रज आम आज जो स्थान रे पहुँचीचु आपण मैंने समस्ते जानीपर स्थान कौन मोर कहवा किसी आवश्यकता ना जो प्रभुंकर आज निश्चित भाव रे किसी ना किसी कार्य करने थिला आज आम हठात ये खरा बेले 40 डिग्री ताप बहुची 80 वर्षर पाखापाखि बाबा मो पाखे बसी आम गोटे मन गोटे ध्यान से महापुरुष पंचसखांकर आशीर्वाद आज ये मिलन हो जो बाबा मो पाखे बसी मो डाणे मु 1992 मसीह जो कोठ दलर कार्यकलाप आम पाखे गोटे निर्देश पहुँचला आम मुझे सभापति थी 1992 मसीहा एठी आम संगे जड़े बहुत महान साधु थिले सुर बाबा कंटापड़ा से आज नहांती हठात आज मु पहुँच जाइए मु विशेष बाबा को जोड़ हस्ते मोर प्रणाम करुच्ची ये विश्व को रक्षा कर मोर किसी मागे ना कौटी मोर इष्टदेव एगारेश्वर को मागे विश्व को रक्षा कर राज्य को रक्षा कर ये मनुष्य जीवन सार्थक हो सत्यसार मनुष्यानं वचसार महीपति वाच विचलितं जेन तेन सुकृत हरिता जय जगन्नाथ स्वामी नयन पथगामी भवतु मे जय जगन्नाथ स्वामी नयन पथगामी भवतु मे जय जगन्नाथ स्वामी नयन पथगामी भवतु मे ये महाप्रसाद आसी जाहो ये महाराजा जाओ आज आम परम सौभाग्य ये समय रे आज आमको प्रभु जगन्नाथ बोधे कृपा तांकर जगन्नाथ पीठरू आज यही मठाधीश बाबा पाखरे आसी प्रसाद पहुँची हठात पहुँची पूरी रजांकर जे बाबा कहते पूजक जे नाहक पंडित जो मुख्य जे से राजोतिष ज्योतिष राज पूजा कल्याति पुष्पाणि बहुसर नैवेद्य संस्कार वृक्षण वृक्षणश्चैव तरणवन्दनं धैनं तरा मुद्गुत्य महामन्त्र परिगणस्वं भूर्भुवः ओम धर्माय नमः ज्ञानाय नमः वैराग्याय नमः वैश्वाय नमः ब्रह्मणे नमः मध्ये महालक्ष्मी देवताभ्यो नमो नमः ओम भूर्भुवः ओम गणनाथं गणपतिगं हवामहे प्रणन्दा प्रकृतिगं हवामहे दिनं दनतिगं हवामहे वसमं भूर्भुवः देवताभ्यो ये सुनानायुधं बुद्धनैवेद्यं स्वानैवेद्याति प्रत्यतिमिनं सदाय नमः प्राणाय स्वापनाय स्वाव्यानाय स्वादानाय स्वासमनस्य विधानम स्वाहा ओम प्राणादि पंचोंग्रासते मुखवास प्रमुख नमः प्रमुखार्थ प्रत्यतिमिनं सदाय नमः हस्ते ध्यान पुष्पांजलि गृहीत्वा प्रातये ओम आयरं देहि जसं देहि श्रियं देहि शनि गुरुवार से आसिक फ्रांस देश रे आदिमाता जन्म होते से आसिक ये पहुँचे कौन लिखा ना बराह संहिता लिखा बराह संहिता लिखाई बराही तंत्र बराही तंत्र लिखाई कहली से लोक तो ये जेरेक्स जो बाहर मुझे से जेरेक्स गोटे दब से मत गोटे
ଦେହରେ ମୁଁ କହିଲି ସେଇ ଯେଉଁ ଯାହାକୁ ଖୋଜୁଛ ସେଇଠି ନାହିଁ। ଆଉ ସେ ମୋତେ ଯାହା କହିଥିଲା ଡିଟେଲ ଆଜ୍ଞା ମୋ ପାଖରେ ବସିଲା ତାକୁ ଗୋଟେ କରେଣ୍ଟ ଲାଗିଗଲା। ସେ ସେଇଠୁ ଯେମିତି ଚଣ୍ଡୀ ଚାମୁଣ୍ଡି ଯେମିତି ଲାଗେନି କି ସେଇଠୁ ଗପିଲା ଆଉ ସେ ଯାହା ଗପିଥିଲା ସେ ଏବେ ଅକ୍ଷର ଅକ୍ଷର ସତ୍ୟ ସେ କହିଥିଲା ଆମ ଦେଶରେ 13ଟା ଦେଶ ମିଶିକିରି ଗୋଟେ ମୁଦ୍ରା ପ୍ରଚଳନ କରିବି। ସେ ୟୁରୋ ମୁଦ୍ରା ପ୍ରଚଳିତ ହେଲା। ସେ କହିଥିଲା 96ରେ 2000 ମସିହାରେ ତାର ତାଙ୍କ ଦେଶରେ ହେଲା। ସେ କହିଥିଲା ଯେ ଆମ ଆଶ୍ୱାସ ଜଗତରେ ସବୁ ବୋମିଂ ହେବ। ଏବେ ଚାଲିଛି ବୋମିଂ। ଫାଷ୍ଟ ହେଲା ପେଣ୍ଟାଗନ ଉପରେ। ଆଉ ସେ କହିଥିଲା ଯେ ଭାରତରେ ଯେ ଭାତୃବିବାଦ ଦେଖାଦେବ, ଗୃହଯୁଦ୍ଧ ଦେଖାଦେବ। ସେ ସେଠୁ ଗଲା କେଉଁଠି ନା ସେ କହିବାର ଠିକ୍ ଦିନ ଭିତରେ ଆମର ଯେଉଁ ଇଏ ଅଛି ହିମାଳୟରେ ଯେଉଁ ଯାଆନ୍ତି ଦର୍ଶନ କରିବାକୁ କେଦାରନାଥ ଦର୍ଶନ କରି ସେଠି ଏ ଯେଉଁ ସନ୍ତ୍ରାସବାଦୀ ମାନେ ସବୁ କିଛି ବାବାଜୀ ସାଧୁସନ୍ଥ ଭକ୍ତମାନଙ୍କୁ ଆଟାକ କରିକି ମାରିଦେଲେନି। ତାପରେ ବୋଧା ଗଣ୍ଡଗୋଳ ହେଲା। ସେ ତ ତା ପଛକୁ ମୁଖ୍ୟମନ୍ତ୍ରୀ ହେଇଗଲେ କ'ଣ ପ୍ରାଇମ୍ ମିନିଷ୍ଟର। ସେ ଯଦି ଏତକ ନ ହେଇଥାନ୍ତା ଲୋକମାନେ ଉତ୍ତର ଚାହିଁଥାନ୍ତେ କି? ଆଜ୍ଞା ପ୍ରାଇମ୍ ମିନିଷ୍ଟର ମୁଖ୍ୟମନ୍ତ୍ରୀରୁ ପ୍ରାଇମ୍ ମିନିଷ୍ଟର ହେଇଛନ୍ତି ମୋଦି। ସେ ତ ଚାଲିଲା ଆଉ ଏବେ ବି ଚାଲିଛି। ଭାରତରେ ଗୃହ ଯୁଦ୍ଧଟା ଏବେ ବି ଚାଲିଛି। ସୂକ୍ଷ୍ମ ଭାବରେ ଦେଖିଲେ ସେ ଦେଖିବ ଯେ ସେ ଯୁଦ୍ଧ ଚାଲିଛି। ଆଜ୍ଞା ଏତକ ଯଦି ନ ହେଇଥାନ୍ତା ସେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଇପାରିନଥାନ୍ତା। ମାନେ ଆପଣଙ୍କର କହିବାର ତାତ୍ପର୍ଯ୍ୟ ବା ଆପଣଙ୍କର ଯେଉଁ ଦର୍ଶନ ମିଳିଛି ଯେ ମୁଖ୍ୟମନ୍ତ୍ରୀ ରୁ ମୋଦିଜୀ ପ୍ରାଇମ୍ ମିନିଷ୍ଟର ହେଇଛନ୍ତି। ଯେ ଆପଣଙ୍କର ଯେଉଁ ଦର୍ଶନ ଅଛି ଆପଣ ଯେଉଁ ପାଇଥିଲେ ସେତିକି ଏହା ନୁହେଁ, ନିଶ୍ଚିତ ମାଳିକାରେ ଭାବରେ- ଡିଟେଲ ଲେଖା ହେଇଛି। ପୁଣି ନିରାକାର ଆସି ମୋତେ କହିଛନ୍ତି ଆପଣ 2020 ମସିହାରେ। ଏତିକି ନୁହଁ, ଆଚ୍ଛା ଆଚ୍ଛା ସେଗୁଡ଼ାକ ମୋ ଗୁପ୍ତରେ ଥିଲା, ମୁଁ ପ୍ରକାଶ କରୁନଥିଲି। ଯାହା ହଉ ଆଜି 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 ଏ ପ୍ରକାର ଗୋଟେ ଇଏ 1992 ମସିହାରେ ଆପଣଙ୍କର ମୋର ହଁ, ଆଉ ତମେ ତ ସେଇଠୁ କୁଆଡ଼େ ରହିଲା ନାଇଁ, ଯେତେବେଳେ ଏଇଠି ସୁଯୋଗ ନାଇଁ ଆସିଲା। ମୁଁ ଆଜି କହୁଛି ଆମେ ଯେଉଁ 3 ଜଣ ଆସିବୁ ଭାଇ ଯେଉଁ ମୁଁ ତ ଆମେ କହୁନୁ ଆମେ 3 ଜଣଙ୍କ ବ୍ରାହ୍ମଣ ଆଜ୍ଞା। ଆଉ ଶୁଣନ୍ତୁ, ନାଇଁ ମୁଁ କାହିଁକି କହୁଛି ଆପଣଙ୍କୁ ଶତକୋଟି ପ୍ରଣାମ, ଭୂମିଷ୍ଠ ପ୍ରଣାମ। ଯାହା ହଉ 34 ବର୍ଷ ହେଲା ହଁ 92ରୁ ଆଜି ପର୍ଯ୍ୟନ୍ତ 34 ବର୍ଷ ଭିତରେ ଆପଣଙ୍କର ମୁହଁରୁ ଆପଣ ସେତେବେଳେ ନୂଆ ଆପଣଙ୍କ ବାବା ଯେ ସେ ଘରେ ଥିଲେ ଅସୁସ୍ଥ ହେଇ ଆପଣ ଚା ନେଇଥିଲେ। 34 ବର୍ଷରେ ଆମର ଆଜି ଭାଗ୍ୟ 3 ବ୍ରାହ୍ମଣଙ୍କର ବା 3 ଭାଇଙ୍କର ସହିତ ଆମର ଗୋଟେ ପୁଅ ଆସିଛନ୍ତି ଆମକୁ ନେଇକି ଯେ ଆମର ରକ୍ଷାକର୍ତ୍ତା ସେ। ଯେ ଶୁଣନ୍ତୁ, ଆଉ ଆପଣଙ୍କର ଯେତିକି 2020 ମସିହାରେ ଆଜ୍ଞା ଯେତେ କରୋନା ଦେଖାଦେଲା ସେ ଗୋଟେ ଅର୍ଦ୍ଧ ପାଗଳ ରୂପରେ ଆସିକିରି ସବୁ ତ ଖାଇବା ପିଇବା ବନ୍ଦ ଥିଲା। ଆମର ଏଇଠି ଘଣ୍ଟ ମଦ୍ଦଳ ବାଜିଲେ ପ୍ରସାଦ ହବ। ଏ ଶୁଣିକି ସବୁ ପାଗଳା ପାଗଳାଣି ଏଠି ପଳେଇ ଆସିଲେ। ଆଜ୍ଞା ଖାଉଥିଲେ, ଖାଇକି ସନ୍ଧ୍ୟା ତ ତା ଭିତରେ ଗୋଟେ ପାଗଲା ମଜା ହେଇକି ଛେପ କଙ୍କାର ଥୁମ୍ପ ଗଡ଼ିଏ ମଠ ଚାରା ଦେଇଥିବ। ଗଲାରେ ସେ ମାନେ ଗଲେ ତମେ କାହିଁ ଯାଉନ? ଏମିତି ଥରେ 2 3 ଥର ଗଲା। ଚତୁର୍ଥ ଥରକୁ ମୁଁ କହିଲି ଦେଖେ ତୁ ଯଦି ନ ଯିବୁ ବାଡ଼େଇବି। ସବୁଦିନ ଖାଇବି, ଖାଇବାକୁ ଦେବି, ନ ଗଲେ ବାଡ଼େଇବି। ମୋତେ କହୁଛି କାହିଁକି ମୋତେ ବାଡ଼େଇବୁ? ମୁଁ ତ ପାଗଳା ଲୋକ, ବାଡ଼େଇଲେ ପୁଣି ଆସିବି। ବାଡ଼େଇକି ଲାଭ କ'ଣ ହେବ? ତମ ବରଂ ତମ ପାଖରେ ଯେଉଁ ଗ୍ରନ୍ଥ ଅଛି ତାକୁ ଦେଖିକିରି ପୁରୁଣାକୁ ବିଦା କରିଦେଉନ, ବାଡ଼େଇକି ବିଦା କରିଦେଉନ। ବସିଛ କାହିଁକି? ମୁଁ କହିଲି ଇଏ ଅଧା ପାଗଳକୁ କ'ଣ କହିବି? ମୁଁ କହିଲି ଆରେ ମୋ କଥା କିଏ ଶୁଣିବ ଯେ ମୁଁ ଏଗୁଡ଼ା କହିବି? ମୋ ପାଖରେ ଯେତେ ଥିଲେ ବି ମୁଁ କହିଲେ କିଏ ଶୁଣିବ କି? କେହି ଶୁଣିବେନି। ତୁ ତ ପାଗଳ ହେଇକି ବୁଲୁଛୁ ମୋତେ ସିଏ ସେଠୁ ଗଲା। ଆଉ ତା ପରଦିନ ଆଉ ଆସିଲାନି। ଯେଉଁ ସେ କି ଭୁଲ କଲି ଏ ପାଗଳାଟା କେଉଁଠି ଖାଇବ କ'ଣ ନାହିଁ ଏମିତି ଆସିଲା ଗୋଟେ ଖାଉଥିଲା। ଦିନେ 2 ଦିନ ପରେ ଭାବିଲି ଯେ ସେ ପୃଥ୍ୱୀ ଅଛି ତାକୁ ଦେଖିବା କ'ଣ ଅଛି। କାହାଠାରୁ ବୁଝିବି ସେ ଏତେ ଗୁଡ଼େ କ'ଣ ସବୁଗୁଡ଼ାକ ମୋ ପାଖରେ ଗୋଟେ ଛୋଟ ପୃଥ୍ୱୀଟେ ଅଛି। ଆପଣଙ୍କର ତ ବହୁତ ଅଛି ଯେ ସେ ଛୋଟ ପୃଥ୍ୱୀଟାକୁ ଆପଣଙ୍କ ପାଖରେ ଆମେ ତ ସେତେବେଳେ ଜାଣିଥିଲେ। ପଦେ ଛାଡ଼ନ୍ତୁ, ସେ ଯେଉଁ ଛୋଟ ପୃଥ୍ୱୀଟାକୁ କହୁନାହିଁ। କହିଲେ
ସେଠୁ ଖୋଲିକି ମୁଁ ଦେଖିଲି କେଉଁ ବହିଟା ଇଏ ହେଲେ ପାଇବି ଥିବ ତା ଦେହରୁ ବାହାରିଲା ଯେ କଳଲିପି ପୁସ୍ତକ ଭବିଷ୍ୟତ ପୁସ୍ତକ ପ୍ରାଚୀନ କର। ସେ ଯେଉଁ ତିନିଟି ବହି ଥିଲା ଯେଉଁ ମାଳିକା ଯେଉଁ ଖେଦାଟା ଆଉ ପୁରାଣ ବି ଅଛି ସବୁ ଅଛି। ସେଠୁ ଗୋଟେ ବହି ବାହାର କଲା ବେଳକୁ ସେ 64 ପଟ ଆସିଲା ତା ସହିତ ଆଉ ଦୁଇଟା 3ଟା 4ଟି ବହି ପଳେଇ ଆସିଲା। ଗୋଟେ ହେଉଛି ଅମର ଝୁମର ଆହୁରି ଗୋଟେ ହେଉଛି 64 ପଟ ଗୋଟେ ହେଉଛି ବାଲ୍ମୀକି ଗଳ୍ପ ଆଉ ଗୋଟେ ହେଉଛି ବାଲ୍ମୀକି ଗଳ୍ପ ଗୋଟେ 64 ପଟ ଗୋଟେ ଅମର ଝୁମର ଆଉ ଗୋଟେ ପଦ୍ମ ସେଇଟା ତାଙ୍କର ଭୀମ ବହି ସେଠି ପଢ଼ିଲା ପରେ ଦେଖାଗଲା ଯେ 2020 ମସିହାରେ ପୃଥିବୀ ଗୋଟେ ବିରାଟ ବଡ଼ ଇଏ ଦେଖାଦେବ ବ୍ୟାଧି ଦେଖାଦେବ। ସେତେବେଳେ ପୁରୀର ରାଜା ଦିବସ ଓଡ଼ିଶାର ରାଜା ନବୀନ ନାମରେ ଜଣେ ଥିବ ଆଉ ଭାରତର ରାଜା ଦଶରଥ ରାଜାଙ୍କ ପୁତ୍ର ରାମଚନ୍ଦ୍ର ରାଜା ଥିଲେ। ତାଙ୍କର ନରେନ୍ଦ୍ର ନାମରେ ଗୋଟେ ମନ୍ତ୍ରୀ ଥିବ। ଅକ୍ଷୟ ତୃତୀୟା ଦିନ ରବିବାର ଶନିବାର ମିଶି ପଡ଼ୁଥିଲା। ସେତେବେଳେ ନିରାକାର ସାକାର ରୂପ ଧାରଣ କରି ଚନ୍ଦ୍ରଭାଗାରେ ଗୋଟେ ନୃତ୍ୟ ରାସ କରିବେ। ଅର୍ଦ୍ଧରାତ୍ରରେ ନୃତ୍ୟ ରାସ କରିବେ। ସେତେବେଳେ ଚନ୍ଦ୍ରଭାଗା ତୀର୍ଥକୁ ସୈନ୍ୟ ସାମନ୍ତମାନେ ଘେରି ରଖିବେ। ଏଠୁ ଚନ୍ଦ୍ରଭାଗାରୁ ପ୍ରାଚୀ ପର୍ଯ୍ୟନ୍ତ ଏକ ପବିତ୍ର ସ୍ଥାନ। ଏ ନୃତ୍ୟରାସ କଲା ପରେ ଏ ଯେଉଁ ନିରାକାର ଗୋଟେ ନୂତନ ଧର୍ମ ସ୍ଥାପନ କରିବେ ଆଉ ଅନନ୍ତ ଯୁଗ ପ୍ରତିଷ୍ଠା କରିବେ। ଏକତା ଦେଖି କଳି ରାଗିଯିବେ ଗୋଟେ ବାତ୍ୟା ସୃଷ୍ଟି କରିବେ। ସେ ବାତ୍ୟା ଆସିକିରି ଏଇ ଅବଧୂତ ଯେଉଁ ଆଶ୍ରମର ଦକ୍ଷିଣ ଦିଗରେ ଥିବା ଗୋଟେ ନଡ଼ିଆ ଗଛରେ କେରଳୀ ନଡ଼ିଆ ଫଳିଥିବ। ଦେଶୀ ନଡ଼ିଆ ଗଛରେ 16ଟା କେରଳୀ ନଡ଼ିଆ ଫଳିଥିବ। ଦକ୍ଷିଣ ନଡ଼ିଆ ଫଳିଥିବ ସେ ଗଛକୁ ଭାଙ୍ଗିବ। ଆଉ ଅଦିନରେ ଯେଉଁ ଫୁଲମାନେ ଫୁଟିଥିବେ ସେଗୁଡ଼ାକ ଭାଙ୍ଗିବ। ଆଉ ଅଦିନରେ ଆମ୍ବ ଫଳିଥିବ ସେ ଗଛକୁ ଭାଙ୍ଗି ପାରିବ। ଆଉ ଇଏ ଯଦି ଯିବ କେଉଁଠି ନା ଯାଜନଗର ଦେଇ ପଶ୍ଚିମବଙ୍ଗରେ ବଙ୍ଗଦେଶରେ ପ୍ରବେଶ କରିବେ। ଗୋଟେ ଜନମାନଙ୍କୁ ହତ୍ୟା କରିବେ। ତାପରେ ଆସିବେ କିଏ ନରେନ୍ଦ୍ର ଆସିବେ ଏକୁ ଦର୍ଶନ କରିବାକୁ। ପ୍ରଥମେ ବଙ୍ଗଦେଶରେ ପ୍ରବେଶ କରି ଉତ୍କଳରେ ଆସି ପହଞ୍ଚିବେ। ଉତ୍କଳରୁ ଯାଜନଗର ଦେଇ ଯେତେବେଳେ ଦିଲ୍ଲୀରେ ପହଞ୍ଚିବେ ସେତେବେଳେ କୁରୁକ୍ଷେତ୍ର ଠାଏ ଗୁରୁକୁଜ ପ୍ରାୟ ସବୁ ଭୂମିକମ୍ପ ହେବ। ସେତେବେଳେ ଚୀନ ବିଶ୍ୱାସଘାତକତା କରି ଭାରତକୁ ମାଡ଼ି ଆସିବ। ଆଉ ତା ଆର ବର୍ଷ ରୁଦ୍ର ଟାଇମରେ ଦଶରଥ ରାଜାଙ୍କ ପୁତ୍ର ରାମଚନ୍ଦ୍ର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆସିବେ ଦର୍ଶନ କରିବାକୁ। ସେ ଶୂଦ୍ର କୂଳରେ ଜନ୍ମ ହେଇଥିବେ। ଆଉ ତାପରଠାରୁ ସବୁ ମନ୍ଦିରରେ ସମସ୍ତେ ପ୍ରବେଶ କରିବା ପାଇଁ ଅନୁମତି ପାଇଯିବେ। ସେ ଜଗନ୍ନାଥ ଦର୍ଶନ କରି ଅର୍କକ୍ଷେତ୍ର ପରିକ୍ରମା ଯେତେବେଳେ ଦିଲ୍ଲୀରେ ପହଞ୍ଚିବେ ସେତେବେଳେ ଯେଉଁ ମୁସଲମାନ ଦେଶରେ ଗୋଟେ ଗଣ୍ଡଗୋଳ ଦେଖାଯାବ। ସେ ଗଣ୍ଡଗୋଳ ଆସ୍ତେ ଆସ୍ତେ ବଢ଼ି ଚାଲିବ ଅନନ୍ତ ସମ୍ପୂର୍ଣ୍ଣ ରୂପେ ପରିବା ହଟିଯିବା ପର୍ଯ୍ୟନ୍ତ। ଅନନ୍ତ ଯୁଗ ଆସିବ। ଏଗୁଡ଼ା ପଢ଼ିକିରି ମୁଁ ଦେଖିଲି ମାର୍ଚ୍ଚ ମାସରେ ମୁଁ କହିଲି ଅପ୍ରେଲ ମାସରେ ଅଛି ଯାଇକି ଅକ୍ଷୟ ତୃତୀୟା 24 ନା 25ରେ ପଡ଼ିବ। ସେ ବହି ତ ଥୋଇଦେଲେ ପାଖରେ ତ ପଇସା ଦିନ ଟାଇମ୍ 7ଟା ବେଳକୁ ଯାଇକି ସେଠି ଟିକେ ମନ୍ତ୍ର ସନ୍ଧ୍ୟାରେ ଜପ କରିବି ହେଲେ ଆହୁରି ତତେ ଟିକେ ଭଲ ଜଣା। ଆଜି ସିଏ କ'ଣ କଲା ସେ ପଶ୍ଚିମ ପଟ ସୂର୍ଯ୍ୟ ମୂର୍ତ୍ତି ପାଖକୁ ଗଲା ଯାଇକିରି ସେଇପଟେ ତଳକୁ ଗଲା ଆଜି ଆଶ୍ରମ ପାଖକୁ ସୂର୍ଯ୍ୟଙ୍କର ଯେଉଁ ଇଏ ଅଛି ସିଂହାସନ ଅଛି ସେଠି ଯାଇକି ତା ଉପରେ ବସିକି ଜପ କଲା।
ଆଚ୍ଛା ଆଚ୍ଛା ରାତି 9ଟା 9:30 ତାଙ୍କର ଯେତେବେଳେ ସିଫ୍ଟ ଚେଞ୍ଜ ହେଇଛି, ଯେ ସିଫ୍ଟ ଚେଞ୍ଜ କଲା ପରେ ମନ୍ଦିରର ଯେଉଁ ଯୋଗାଳି ଅଛନ୍ତି ସେ ହ୍ୟାଣ୍ଡ ଓଭର କଲାବେଳକୁ ସେ ଦେଖିଲା ଯେ ଇଏ ଜଣେ ବସିଛି ସେଠି ବସିଛି ଆସନ ଭିତରେ ଉପରେ। ସେ ଯାଇକି ଡାକିଲା, ସେଠୁ ଉଠିଲା ମୋତେ ସେଠୁ କହିଲା ଯେ ଇଏ ରାତିରେ ଠିଆ ଭିତରେ କେମିତି ପଶିଲା, ତା ମୋ ନାଁ ଟିକେ କହିଲା। ସେ କହିଲେ ଜପ କରିବା ମୁଁ କରୁଛି। ଆଉ ସେ କହିଲା ମୋ ନାଁ ଶୁଣିଲା ପରେ ଆଉ ତାକୁ କହିଲା ଛାଡ଼ିଦେଲ ସେ କହିଲା ଯେ ତମେ ଯାଅ ଆଉ ଏଠିକି ଆସିବନି। ଆଉ ସିଏ ଆସିକି ସକାଳୁ ତାର ସିଫ୍ଟ ଯେତେ ଚେଞ୍ଜ ହେଇଛି ସକାଳୁ ଚେଞ୍ଜ ହେବ, ସିଏ ଆସି ମୋତେ କହିଲା ଏମିତି ଲୋକଙ୍କୁ ଯେମିତି ପଡ଼ୁଛ ଆମ ଚାକିରି ବାକିରି ଚେଞ୍ଜ ଯିବ। ସେତେବେଳେ ଟିକେଟ୍ ଫିକେଟ୍ କିଛି ନା ନା ନଥିଲା। ସେଟା ସେମିତି ଯାଉଥିଲା ସେ ଏ ଆମେ ତ ମିଳିଲା ତ ମୁଁ ଆସିଲି ତାକୁ ମନା କରିଥିଲି। ସେ ଯେମିତି ଆଇଛି ଚା ଖାଇବାକୁ, ଇଏ ସକାଳୁ ଗଲା 7ଟା 6ଟା 7ଟା, ଆଜ୍ଞା ସେ ଆସିଲା 9ଟା 10ଟା ପୁଣି ଚା ଖାଇବ। ଇଏ 2 ଜଣ ଅଛନ୍ତି ମିଶିକି ଚା ଖାଆନ୍ତି ଆଉ। ମୁଁ କହିଲି କାଲି କି ତମକୁ କହିଲେ ପଶୁ ଗୋଟେ କହିକି ସବୁ ମୋତେ ଇଏ କରିବ ସେଠିକି କେମିତି ଯିବ, ଆଉ ମୁଁ କହିପାରିବିନି ମୁଁ ସେଠି କେମିତି ବୋଲି। ମୋତେ କିଏ ଗୋଟେ ଭିଡ଼ିକି ନେଇଗଲା ସେଠି। ମୁଁ ଆଉ ତାପରେ ମୋତେ ବସେଇଦେଲା, ମୁଁ ସେଠି ଜପ କଲି ଆଉ। ଆଉ ମୁଁ ସୂର୍ଯ୍ୟ ଅସ୍ତ ହେଲେ ତମେ କହିଲା ଆସିବି ବୋଲି, ମୁଁ ଯେତେବେଳେ ଜପ କରୁଛି ସୂର୍ଯ୍ୟ ତ ଅସ୍ତ ହେଉନାହାନ୍ତି, ଅସ୍ତ ହେଲେ ସିନା ଆସିବି। ମୁଁ ଯେତେବେଳେ ଜପ କରୁଛି ମୋ ଚାରିପଟେ ଯାକ ସୂର୍ଯ୍ୟ ଅଛନ୍ତି, କାରଣ ସେ ଲାଇଟ୍ ତ ଅଛି ଆଉ। ମୁଁ ସେଇଠୁ ମୁଁ କହିଲି ଆଉ ସେଠିକି ଯିବ ବୋଲେ ଅସୁବିଧା ହେଉଛି, ତୁମେ ସେ ଆଉ ସେ ମନ୍ଦିର ସେ ଜାଗା ସେପଟ ସାଇଡ଼୍ ଆଉ କେବେ ଯିବନି। ଗଲେ ତୁମକୁ ସେ ଭିଡ଼ି ନେଉଛି ତା ଭିତରକୁ, ଆଉ ତୁମେ ଯିବନି। ଭାବୁଛୁ ସେ ପଳେଇଗଲା କେଉଁଠିକି, ତା ଫ୍ରାନ୍ସ ପଳେଇଗଲା। ଏଠୁ ତ ଗଲା ଆମ ଏ ଅଞ୍ଚଳରେ ଯେଉଁ ମାଳିକା ଉପରେ ଯେଉଁ ରିସର୍ଚ୍ଚ କରୁଛନ୍ତି ଆଜ୍ଞା ସେମାନେ ଆସିକି ଏଠି ପହଞ୍ଚିଲେ। ସେ ଗୁରୁବାର ଦିନ ପଳେଇଗଲା, ଶୁକ୍ରବାର ଦିନ ସେମାନେ ଆସି ଖୋଜି ଖୋଜିକା ପହଞ୍ଚିଲେ। ମାନେ ଆମର ଓଡ଼ିଶାର ଯେଉଁ ବାଳିକା ଗବେଷଣା 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 କରୁଛନ୍ତି ସେଠୁ ଜଣେ ତା ଦେହରେ ଇଞ୍ଜିନିୟର ଥିଲେ, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ଗୋଟେ ବ୍ୟାଙ୍କ ପିଓ ଥିଲା, ଆଉ 3 ଜଣ ଏ ଅଞ୍ଚଳର ଲୋକ ତାଙ୍କର ସମ୍ପର୍କ ଥିଲେ, ତାଙ୍କୁ ଧରିକି ଆସିଲେ। ଜଣେ ବ୍ରାହ୍ମଣ ଜଣେ ଆଉ 2 ଜଣ ଅଛନ୍ତି ଆମର ଚିହ୍ନା ପରିଚୟ ଯିଏ। ଗୋପରେ ଆଉ ଏଠି ଆମେ ବାବାଙ୍କ ପାଖେ ବସିଛୁ ଆଉ ସିଏ ସେଠୁ ଆସିକିରି କହୁଛି ଆଉ ତାଙ୍କର ଆସିବା ପୂର୍ବରୁ ଟିକେ ଆମର ଟିକେ କ'ଣ ଦେଖିଦେବା ହଁ ହଁ ଦେଖିବା। ବୁଝିବ ସେ ସେଠୁ ମୋତେ ସେଠୁ କହୁଛନ୍ତି ଯେ ଏଇ ଯେଉଁ ଲେଡି ଏଇଠି ଥିଲେ କି ଯାଉଛି ମୁଁ ସେଠୁ କହିଲି ଯେ କାହିଁକି କ'ଣ ପଚାରିଲି ନା ତାଙ୍କର ଗୋଟେ ଅଛି କାମ। ଆଉ କିଏ କହୁଛି ଯାଇକି କାମ ଜୟ ଜଗନ୍ନାଥ ସିଏ ଠିକ୍ 2 ଦିନ ପରେ ଗୋଟେ ପଇସା ବାଲା ଲୋକଙ୍କୁ ସ୍ୱପ୍ନ ହେଲା। ସିଏ ଆସିକି ମୋତେ କହିଲା ବାବା ଇଏ ପାଇଁ କ'ଣ କହୁଥିଲା, ଗୋଟେ ଏମିତି ଗୋଟେ ଅଜବ ସ୍ୱପ୍ନ ଦେଖିଲି, ଆପଣ ନରେନ୍ଦ୍ର ମୋଦୀ ଚନ୍ଦ୍ରଭାଗାରେ କ'ଣ କରୁଛନ୍ତି। ଆଉ ମୁଁ କହିଲି ଇଏ ମାଳିକାରେ ଯେଉଁ ଠିକ୍ ବହି ମାରିଛି ସେଇଟା ସେ ପଢ଼ିକି ଗଲା ଯେ ପଇସା ଖର୍ଚ୍ଚ ହେଉନି ବୋଲି ଆପଣ କରନ୍ତୁ, ଆପଣଙ୍କ ବ୍ୟତୀତ ଚନ୍ଦ୍ରଭାଗାରେ କିଏ ଆଉ କରିପାରିବେନି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କାରଣ ଏଠି ପୋଲିସ ଥରେ କିଏ ପରମିଶନ ଆଣିବ ସେଠି ନିତ୍ୟ ଲାସ କରିବାର ଟିକେ। ମୁଁ କହିଲି ହଉ ତାହେଲେ ମୁଁ ତାହେଲେ ମଗେଇ ଦେଉଛି ପରମିଶନ ଆଣିଲି, ତା ପଛରେ ଇଏ ପୁଣି ହେବ କ'ଣ ଜଣେ ପରିଶ୍ରମ ଆଣି ସାରିଲେଣି ଆଣିକି କରିସାରିଲେଣି ସେ 20ରେ ଆଜ୍ଞା ଅକ୍ଷୟ ଆଜ୍ଞା ତୃତୀୟାରେ। ଆଜ୍ଞା ତାକୁ ପୁଣି କିଏ କରିବେ ନା ଜଣେ ଇଏ ବ୍ରାହ୍ମଣ, ଏଇ ଯେଉଁ ସୌର ବ୍ରାହ୍ମଣ ଜଣେ ଚେଷ୍ଟା କରିବେ। ସେ ଯେହେତୁ ତାଙ୍କ ସେକ୍ରେଟାରୀ ସୌର ବ୍ରାହ୍ମଣ ସେକ୍ରେଟାରୀ ସହିତ ଯୋଗାଯୋଗ ହେଲା, ସିଏ ଆସେ ଗୋଟେ ବିଚିତ୍ର ସେ କଥା କାହା ଘରକୁ ତ ଯାଇବ, ମୁଁ କେମିତି ଯିବି, ମୁଁ କହିଲା ସୂର୍ଯ୍ୟଙ୍କୁ ଡାକିକି ଆସେ। ସେ କୋର୍ସରେ ପଳେଇ ଆସିଲେ, ଆଉ ସେଠି ଯାଇକି ପହଞ୍ଚିଛୁ ଚନ୍ଦ୍ରଭାଗାରେ। ମୁଁ ଗଲି ଯେ ଏମାନେ ତ ସବୁ ଆସିଲେଣି ଭାରି, ସେଠି ଦେଖା ଆମ ଏ ଅଞ୍ଚଳର ଲୋକଟା ଟିକେ ଅବାଗିଆ ଲୋକ ସବୁ। ସେ ତୀର୍ଥରେ ମଦ ଫଦ ପିଇକି କାଚ ଫାଚ ତ ଆଣିଥାଏ, କୁକୁଡ଼ା ଖୋଳ ଅଣ୍ଡା ଏଗୁଡ଼ା ସବୁ ପକାଇଦେବେ। ମୁଁ କହିଲି ଆସିଲା ବେଳେ ଖାଲି ପାଦରେ ରାହସ କରିବେ, ତେଣୁ କ'ଣ ଅବସ୍ଥା ଯାଇକି ଦେଖିଲା ବେଳକୁ ସେମିତି ପଡ଼ିଛି, ତାକୁ ଗୋଟଉଥାଏ ଆଉ ଗୋଟେ ପାଗଳା ଯାଇକି ଗୋଟଉ। ସେ ଯେଉଁ ସାଥୀଙ୍କି ତାକୁ କହିଲା ସାଥୀ ଗୋଟେ, ମୁଁ କହିଲି ହଁ ସାଥୀ କରିବ। 2 ଜଣ ମିଶିକି ତାକୁ ଗଲୁ। ମୁଁ ତୃତୀୟକୁ ହାତ ଧୋଇବାକୁ ଯାଉଛି, ତ ମୋତେ ପଚାରୁଛି ବାବା କାହିଁ ମନ ଦୁଃଖ କରୁଛନ୍ତି। ମୁଁ କହିଲା ଆରେ ମନ ଦୁଃଖ ହେଉଛି ଏଇଆ, ନିରାକାର ଆସିକି ଏଠି ନିତ୍ୟ ହ୍ରାସ କରିବେ, ଆଉ ତୁ ତ ପାଗଳ କିଛି ବୁଝିପାରିବୁନି।
ମୁଁ ଗୋଟେ ମହନ୍ତ ହେଇକି ତୋ ସାଥିରେ କାଛ ଗୋଟଉଛି, କିଏ ଗୋଟେ ଦେଖିଲେ ମୋତେ ଆଗ କ୍ରିଟିସାଇଜ୍ କରିଥାନ୍ତା। ଏ ଗୋଟେ ମଣିଷ ମିଳିଲେନି, ଇଏ ନିଜେ ହାତରେ କୁକୁଡ଼ା ଅଣ୍ଡା ଖୋଳ କାଛ ଗୋଟଉଛି। ଏଇଠି ସକାଶେ କ'ଣ ନିତ୍ୟରେ ହ୍ରାସ ହେବ ବୋଲି ଗୋଟେ ଅଶୁଭ ଜିନିଷ ଇଏ, ତା ପଛରେ ମୁଁ ପଡ଼ିଯାଇଛି। ତୁ ସିନା ତୋତେ ଆଗ କହୁଛି, ଆଉ ଗୋଟେ କିଏ ଭଲ ଲୋକ ଏମିତି କ'ଣ କହିଥାନ୍ତି? ତୁ କାହାକୁ ବୁଝିପାରିବୁନୁ କି ତୁ କାହାକୁ କହିପାରିବୁନୁ, ତେଣୁ ମୁଁ ତୋତେ କହୁଛି। ଆମ ବାବା କାହିଁ ସେମିତି ଭାବୁଛନ୍ତି? ଆପଣ ଯେଉଁ ଧର୍ମ ବିଜ୍ଞାନ ପତ୍ରିକାଟା ଛାପୁଛନ୍ତି ତା ଦାଢ଼ରେ ଧର୍ମ ଲେଖିଦେବେ, ଏ ତୀର୍ଥରା ସମୁଦ୍ରରେ ବସେଇ ଦେବେ, ଆଉ ନିତ୍ୟରାସ କରିବେ, ଯିବେ। ଆଉ ମୁଁ ଗଲି ପାଣି ହାତ ଧୋଇକିରି 2 ମିନିଟ୍ରେ ଉଠିବାକୁ ସେ ଆଉ ନାହିଁ, କୁଆଡ଼େ ଗଲି। ଆଉ ଆମର ତ ନିତ୍ୟରାସ ସାରିକିରି ଆସିଲୁ, ବାତ୍ୟା ଆସିଲା, ଆମ୍ଫନ ଆସିଲା, ସବୁ କାକଲା, ସବୁ ଗୋଟିଏ ଗୋଟିଏ ସପ୍ତାହ ଏବେ ଚାଲିଛି। ଆଉ କ'ଣ କରିବି? ନାଇଁ ନାଇଁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯାହା ତା ବାବାଙ୍କର ପଛକୁ ଆପଣ ତ ଆଇଛନ୍ତି, କ'ଣ କରିବା କଥା କରିବେ। ଏ ମାଆକୁ ଦର୍ଶନ କରୁଛନ୍ତି, ଇଏ ଆସିଥିଲା ଭିଡୁ, ହାଁ ଇଏ ଆସିଥିଲେ। ଏଠି ବସ୍ କରିବେ। ଆଁ